ସାର୍ ଆପଣଙ୍କ ନାଁ କାଣା? ବାବୁ ମୋ ନାଁ ଆନନ୍ଦ ମିଶ୍ର। ଆପଣ ଏଇଟା କେବେ କିଣିଲେ ଇଲେକ୍ଟ୍ରିକ୍ ସ୍କୁଟି? ଏଇଟା କିଣିବାଟା ପାଖାପାଖି 2 ବର୍ଷ ଉପରେ ହେବାର ବାବୁ। ଇ ଇଲେକ୍ଟ୍ରିକ୍ ସ୍କୁଟି ଆପଣ କାଣା ଘିନଲେ? ମୁଁ ଯେତେବେଳେ ପେଟ୍ରୋଲ ବାଲା ଗାଡ଼ି ଚଲାଉଥିଲି ଯେତେବେଳେ ମୋର ପେଟ୍ରୋଲ ବହୁତ କଷ୍ଟ ଖର୍ଚ୍ଚ ହେଲା। ତାର ସାଙ୍ଗରେ ପରିବେଶ ପ୍ରଦୂଷଣ ସେଟା ଗୋଟେ ଅଲଗା କଥା। ଆଉ 3 ନମ୍ବର କଥା ହଉଛି ନଏଜ୍ ପଲ୍ୟୁସନ ଭିତରେ ହଉଥିଲା। ତ ଏଟା କିଣିବା ଦ୍ୱାରା କାଣା ହେଲା ଯେ 3টাରୁ ମୁଁ ବଞ୍ଚିଗଲି। ପେଟ୍ରୋଲ ଖର୍ଚ୍ଚ ବହୁତ କମ୍ है। ତାପରେ ନଏଜ୍ ପଲ୍ୟୁସନ ବିଲକୁଲ नहीं ହେବାର ଆଉ ଯେତେ ବାହାରେ ପଲ୍ୟୁସନ ମାନେ ହଉଥିଲା ବି ସେ ପଲ୍ୟୁସନ ମାନଙ୍କୁ ବି ରକ୍ଷା ପାଇଗଲା ଆମେ ସବୁ। ତ ଆମେ एक्चुअली ଦେଖିବାକୁ ଗଲେ ଇଲେକ୍ଟ୍ରିକ୍ ବାଇକ୍ କେ ପ୍ରମୋଟ କରିବା କଥା, ଇଲେକ୍ଟ୍ରିକ୍ ବାଇକ୍ ହିଁ କିଣିବା କଥା ସबै। ଓକେ ତାପରେ ଏଇଟା କେନ୍ କମ୍ପାନୀର ଇଲେକ୍ଟ୍ରିକ୍ ସ୍କୁଟି ଆଉ କେତେ ମାଇଲେଜ୍ ଦଉଛି? ଆଉ ଏଟା ହଉଛି ଓକିନାୱାର ଆଉ ଏଟା ପାଖାପାଖି ଏଭରେଜ ଦଉଛି 90 ରୁ 100। ଆଉ ଏଇଟା କେତେ ଘଣ୍ଟା ବେଲେ ଚାର୍ଜ କଲେ ସେଟା ପୁରା ଫୁଲ୍ ହେଇଯାଉଛି ଆଉ କେତେ ଦୂର ଚାଲୁଛି? ପାଖାପାଖି ଏଟା ଚାର୍ଜ ମୋତେ 3-7 ଘଣ୍ଟା କରା ପଡୁଛି ଆଉ ପାଖାପାଖି 90 କିଲୋମିଟର ରୁ ଅଧିକା ଚାଲୁଛି। ଯଦି ମାର୍କେଟରେ ବୁଲୁନି କିମ୍ବା କେନି ଗାଁ ବି ଛୋଟ ପାଖରେ ଯେମିତି ଯାଇ ପାରୁଛି ଆରାମରେ। ତ ମୋତେ ଯେନ୍ କଷ୍ଟ ମିଳିଥିଲା ପେଟ୍ରୋଲର ସେଟା ବଞ୍ଚି ଯାଉଛି। ଠିକ୍ ଅଛି ହେଲେ ଆଜିକାଲି ଗଭର୍ଣ୍ଣମେଣ୍ଟ ପ୍ରମୋଟ କରୁଛି ଏଟା ଆଉ ଆମେ ବି ଜିନିଷ ମାନେ ଆଜି କିଣିବା କଥା ଇଲେକ୍ଟ୍ରିକ୍ ବାଇକ୍ ଇଲେକ୍ଟ୍ରିକ୍ ସ୍କୁଟି। ତୁ ବଡ଼ଲେ ଇଲେକ୍ଟ୍ରିକ୍ ସ୍କୁଟି କିଣିବୁ କାଁ କାହିଁ କିଣି ଜାଣିପାରିଲୁ ତାର ବେନିଫିଟ୍ କାଣା ତାର ବେନିଫିଟ୍? ତାର ବେନିଫିଟ୍ ବେଲେ ସେଥିରେ ପଲ୍ୟୁସନ୍ ନି ହେବା, ନଏଜ୍ ପଲ୍ୟୁସନ୍ ନି ହେବା ଆଉ ସେଟା ବେଲେ ମନି ବେଶୀ ନି ଲାଗବା ସେଥିରେ। देख बाबू इटा यदि किनवा वाला इलेक्ट्रिक बाइक किनले ना इलेक्ट्रिक स्कूटी किनले काना हो जाए हम गवर्नमेंट भी सब्सिडी दोछ इनके में बेनिफिट है ना अब तार संगे दे एनवायरमेंट पोल्यूशन तो बहुत ठीक कथा है इथे जे बहुत बड़ा हमको कंसर्न याद अछि काना जे ग्लोबल लगी वर्ल्ड लगी ग्लोबल वार्मिंग सेतिर पे जे बची जदि हम इलेक्ट्रिक स्कूटी चलाउछ पेट्रोल पे काना बहुत कंजम्पशन हवा धुआं बारिबा पोल्यूशन हवा तो ग्लोबल वार्मिंग हवाटा एटा कम हो जाए जदि हम इलेक्ट्रिक स्कूटी किनना এটা চলো না তো কারণ আবার আমি সেগুলি বঞ্চিত আমি কারণ ওয়ার্ল্ড লেভেল মেসেজ দিচ্ছি আর ওয়ার্ল্ড রে বঞ্চিত পারবো